ଆଜିଠାରୁ ପୁଣି ରାଜ୍ୟରେ ପୁଣି ବର୍ଷା ବଢ଼ିଲା। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ 29 ତାରିଖ ଲଘୁଚାପ ସୃଷ୍ଟି ହେଲା ସମେତ ରାଜ୍ୟଠାରୁ ପୁଣି ବର୍ଷା ବଢ଼ିଲା। 2 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, 19ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଗଲା। ଆସନ୍ତାକାଲି 24 ଘଣ୍ଟା ଭିତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଅଛି। ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାକୁ ୱାର୍ଣ୍ଣିଂ କରାଯାଇଛି। ଏହି ଜିଲ୍ଲାମାନଙ୍କୁ ଘଡ଼ଘଡ଼ି ଏବଂ ବିଜୁଳି ସହିତ 40ରୁ 50 ମଧ୍ୟମ ମିଲିମିଟର ବେଗରେ ପବନ ବହିବା ପାଇଁ ସମ୍ଭାବନା ରହୁଛି। ସେହିପରି ପ୍ରବଳ ବର୍ଷା ନେଇ 19ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ। ବାଲେଶ୍ୱର, ଭଦ୍ରକ, କଟକ, ନୟାଗଡ଼, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ସୋନପୁର ଜିଲ୍ଲାକୁ ନେଇକି ପୁଣି ରେଡ୍ ୱାର୍ଣ୍ଣିଂ ଅଛି। ଅନେକ ଜିଲ୍ଲାକୁ ମଧ୍ୟମରୁ ସାଧାରଣ ଧରଣର ବର୍ଷା ରହିବ। ଆସନ୍ତାକାଲି ସେପ୍ଟେମ୍ବର 3 ତାରିଖ ଯାଏଁ ବର୍ଷା ଲାଗି ରହିବ। ସେପ୍ଟେମ୍ବର 30ରୁ 31 ତାରିଖ ଯାଏଁ ସମୁଦ୍ର ଭିତରକୁ ମଧ୍ୟମ ଜୀବ ପ୍ରାଣୀ ଯିବା ପାଇଁ ମନା। 24 ଘଣ୍ଟା ଭିତରେ କଳାହାଣ୍ଡି ଜିଲ୍ଲାକୁ 18 ଆଜିଠାରୁ ପୁଣି ରାଜ୍ୟରେ ପୁଣି ବର୍ଷା ବଢ଼ିଲା। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ 29 ତାରିଖ ଲଘୁଚାପ ସୃଷ୍ଟି ହେଲା ସମେତ ରାଜ୍ୟଠାରୁ ପୁଣି ବର୍ଷା ବଢ଼ିଲା। 2 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, 19ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଗଲା। ଆସନ୍ତାକାଲି 24 ଘଣ୍ଟା ଭିତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଅଛି। ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାକୁ ୱାର୍ଣ୍ଣିଂ କରାଯାଇଛି। ଏହି ଜିଲ୍ଲାମାନଙ୍କୁ ଘଡ଼ଘଡ଼ି ଏବଂ ବିଜୁଳି ସହିତ 40ରୁ 50 ମଧ୍ୟମ ମିଲିମିଟର ବେଗରେ ପବନ ବହିବା ପାଇଁ ସମ୍ଭାବନା ରହୁଛି। ସେହିପରି ପ୍ରବଳ ବର୍ଷା ନେଇ 19ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ। ବାଲେଶ୍ୱର, ଭଦ୍ରକ, କଟକ, ନୟାଗଡ଼, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ସୋନପୁର ଜିଲ୍ଲାକୁ ନେଇକି ପୁଣି ରେଡ୍ ୱାର୍ଣ୍ଣିଂ ଅଛି। ଅନେକ ଜିଲ୍ଲାକୁ ମଧ୍ୟମରୁ ସାଧାରଣ ଧରଣର ବର୍ଷା ରହିବ। ଆସନ୍ତାକାଲି ସେପ୍ଟେମ୍ବର 3 ତାରିଖ ଯାଏଁ ବର୍ଷା ଲାଗି ରହିବ। ସେପ୍ଟେମ୍ବର 30ରୁ 31 ତାରିଖ ଯାଏଁ ସମୁଦ୍ର ଭିତରକୁ ମଧ୍ୟମ ଜୀବ ପ୍ରାଣୀ ଯିବା ପାଇଁ ମନା। 24 ଘଣ୍ଟା ଭିତରେ କଳାହାଣ୍ଡି ଜିଲ୍ଲାକୁ 18